ନମ୍ବର 1 ରାହୁଲ ଗାନ୍ଧୀଙ୍କ ଦାବି ଗୌତମ ଆଦାନୀଙ୍କୁ ତୁରନ୍ତ ଗିରଫ କରାଯାଉ। ଭାରତ କୋଟିପତି ବ୍ୟବସାୟୀ ଗୌତମ ଆଦାନୀଙ୍କ ବିରୋଧରେ ଲାଞ୍ଚ ଓ ଠକେଇ ଅଭିଯୋଗ ଆଣିଛି ଆମେରିକା। ସେ କଣ୍ଟ୍ରାକ୍ଟର ହାସଲ ପାଇଁ $265 ମିଲିୟନ ଲାଞ୍ଚ ନେଇଥିବା ଅଭିଯୋଗ ଉଠିଛି। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଦାନୀଙ୍କ ଉପରେ ବର୍ଷିଛନ୍ତି। ତୁରନ୍ତ ତାଙ୍କୁ ଗିରଫ କରାଯାଉ ବୋଲି ରାହୁଲ ଦାବି କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଆଶ୍ଚର୍ଯ୍ୟ ଲାଗୁଛି ଯେ ଆଦାନୀ କାହିଁକି ଜଣେ ମୁକ୍ତ ମଣିଷ ପରି ଏହି ଦେଶରେ ବୁଲୁଛନ୍ତି। ଏଠି ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଆଦାନୀଜୀ 2000 କୋଟି ଟଙ୍କାର ଦୁର୍ନୀତି କରିଛନ୍ତି ଏବଂ ସମ୍ଭବତଃ ଅନ୍ୟାନ୍ୟ ଦୁର୍ନୀତି ମଧ୍ୟ ଜଡ଼ିତ, କିନ୍ତୁ ସେ ବିନା ଭୟରେ ବୁଲୁଛନ୍ତି। ଆମେ ଏହାକୁ ବାରମ୍ବାର ବହରାଉଛୁ। ନମ୍ବର 2 ଶ୍ରୀ ବୈକୁଣ୍ଠନାଥ ଧାମ ଆଶ୍ରମରେ ଏକ ଗୁପ୍ତ କୋଠରୀ, କବାଟରେ ଝୁଲୁଛି ବିରାଟ ତାଲା, ବଢ଼ିଲା ସନ୍ଦେହ। ଶ୍ରୀ ବୈକୁଣ୍ଠନାଥ ଧାମ ଆଶ୍ରମରେ ରହିଛି ଏକ ଗୁପ୍ତ କୋଠରୀ, କିନ୍ତୁ କୋଠରୀ କବାଟରେ ବିରାଟ ତାଲା ଝୁଲୁଛି। କିନ୍ତୁ ଘର ଝରକା କୋଠରୀର ଅଳ୍ପ ଝରକା ଦେଖାଯାଉଛି। କୋଠରୀରେ ଏସି, ଫ୍ରିଜ୍ ରଖାଯାଇଛି, ଦାମୀ ପଲଙ୍କ ବି ରଖାଯାଇଛି। ହେଲେ ପୁଲିସ କି ପ୍ରଶାସନ କେହି କୋଠରୀକୁ ନେଇ ତଦନ୍ତ କରିବାକୁ ଇଚ୍ଛୁକ ନୁହେଁ, ଯେଉଁଥିପାଇଁ ରହସ୍ୟ ଆହୁରି ଘନୀଭୂତ ହେଉଛି। କୁନି ସାରଥୀଙ୍କ ପାଦରେ ତୁଳସୀ ପତ୍ର ପ୍ରସଙ୍ଗରେ ବିଧାୟକ ହୋଇପଡ଼ିଥିଲେ। ଶ୍ରୀ ବୈକୁଣ୍ଠନାଥ ଧାମ ଆଶ୍ରମ ଦୀର୍ଘ 4 ଦିନ ଧରି ପୁଲିସ କବ୍ଜାରେ ଅଛି। ଭରତପୁର ଥାନାରେ ଜଣେ ସବ୍ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱ ମୁଣ୍ଡାଇଛନ୍ତି। 2 ସେକ୍ସନ ପୁଲିସ ଫୋର୍ସ ମଧ୍ୟ 24 ଘଣ୍ଟିଆ ପହରା ଦେଉଛନ୍ତି। ଆଶ୍ରମ ଉପରେ ମହଲାର ଗୋଟିଏ ରୁମ୍, ତଳ ମହଲାର 2ଟି ରୁମ୍ ପୁଲିସ କର୍ମଚାରୀ ରହୁଛନ୍ତି। ନମ୍ବର 3 ବିଜେଡି ଫେରିବା ବୟାନକୁ ନେଇ ମୁହଁ ଖୋଲିଲେ ବଦ୍ରି ପାତ୍ର, କହିଲେ ନବୀନ ପୁଣି ଫେରିବେ। ପୁଣି ବିଜେଡି ଫେରିବା ବୟାନଟିକୁ ନେଇ ଓଡ଼ିଶା ରାଜନୀତି ସରଗମନ ହୋଇଛି। ବିଜେଡି ବହୁ ବରିଷ୍ଠ ନେତା ନବୀନ ପଟ୍ଟନାୟକ ପୁଣି କ୍ଷମତାକୁ ଫେରିବେ ବୋଲି କହିଛନ୍ତି। ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ବଦ୍ରି ପାତ୍ର। ସେ କହିଛନ୍ତି, 5 ବର୍ଷ ପୂର୍ବରୁ ବିଜେଡି ସରକାରଙ୍କୁ ଫେରିବା ଅବସ୍ଥାପନ କଥା ଯେଉଁ ବିଜେଡି ନେତା ତା ଏପରି କଥା କହିଛନ୍ତି ତାର ଯଥାର୍ଥ ନାହିଁ। ବିଜେଡି କଂଗ୍ରେସ ସହ ମିଶି ସରକାରଙ୍କ କରିବା ଅବସ୍ଥାପନ କଥା, ଏଭଳି ଅବାସ୍ତବ କଥା କହିବାକୁ ସେମାନଙ୍କର ପ୍ରାଦୁକ୍ୟ କି ନାହିଁ ଜାଣିନି। ନବୀନ ବାବୁ ଏହା କହିବାକୁ ସେମାନଙ୍କୁ କହିଛନ୍ତି ନା ଜାଣିନି। ଭାଜପା ସାଙ୍ଗରେ ସମୂହ ଦୂରତାରେ ଆମେ କଂଗ୍ରେସ ସତେ କେବେ ନଥିଲୁ। ଯେଉଁମାନେ କହୁଛନ୍ତି ମନ୍ତ୍ରୀ ବିରାଟ ହୋଇଛି, ଏପରି କହି ସେମାନେ ଅଧିକ ନିନ୍ଦ୍ରିତ ହେଉଛନ୍ତି। ନମ୍ବର 4 ମରଣାଜନ୍ତା ପାଲଟିଛି ପଳାଶୁଣୀ, ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍, ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ। ରାଜଧାନୀରେ ପ୍ରବେଶ ପଥରେ ଛିଡ଼ା ହୋଇଛି ମରଣ। ଡେଥ୍ ଜୋନ୍ ପାଲଟିଛି ପଳାଶୁଣୀ ଛକ। ଆଜି ପୁଣି ସଡ଼କ ଦୁର୍ଘଟଣାରେ ଯାଇଛି ମହିଳାଙ୍କ ଜୀବନ। ପରିବା କିଣି ନେଇ ଯାଉଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍, ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଛି। ଘଟଣା ପରେ ପଳାଶୁଣୀ ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ ହୋଇଛି। ପଳାଶୁଣୀ ଛକରେ ଅନେକ ସମୟରେ ଦୁର୍ଘଟଣା ଘଟି ଲୋକଙ୍କର ଜୀବନ ଯାଉଛି। ଛୋଟ ବଡ଼ ଦୁର୍ଘଟଣାରେ ନଷ୍ଟ ହେଉଛି ଅନେକ ଧନଜୀବନ। ଦୁର୍ଘଟଣା ରୋକିବାକୁ ଏଠାରେ 1 ଫୁଟର ଓଭରବ୍ରିଜ୍ ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକେ ଦୀର୍ଘ ଦିନ ହେବ ଦାବି କରୁଛନ୍ତି, ହେଲେ ଏପର୍ଯ୍ୟନ୍ତ ଫୁଟ ଓଭରବ୍ରିଜ୍ ହୋଇପାରିନାହିଁ। ଦୁର୍ଘଟଣା ପାଇଁ କଟକ ଭୁବନେଶ୍ୱର ରାସ୍ତା ଜାମ୍ ହୋଇଛି। ପଳାଶୁଣୀରୁ ପାହାଡ଼ ଯାଏଁ ରାସ୍ତା ଜାମ୍ ଦେଖିବାକୁ ମିଳିଛି। ନମ୍ବର 5 ପଲଟିଗଲା ହେମନ୍ତ ସୋରେନଙ୍କ ବାଜି, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବର୍ତ୍ତମାନ ଶେଷ ହୋଇଛି। ଏବେ ନଭେମ୍ବର 23ରେ ହେବାକୁ ଥିବା ଫଳାଫଳ ଦିନକୁ ଅପେକ୍ଷା କରିଛନ୍ତି। ଅବଶ୍ୟ ଏହା ପୂର୍ବରୁ ଏକ୍ଜିଟ୍ ପୋଲ୍ ସମସ୍ତଙ୍କୁ ଚକିତ କରିଛି, ଯେଉଁଥିରେ ଏନ୍ଡିଏ ସଂଖ୍ୟାଗରିଷ୍ଠକୁ ହାସଲ କରୁଥିବା ଜଣାପଡ଼ିଛି। ଏପରି ପରିସ୍ଥିତିରେ ଝାଡ଼ଖଣ୍ଡ ନିର୍ବାଚନ ଭାଜପାର ନିର୍ବାଚନ ପ୍ରତିଶ୍ରୁତି ପ୍ରଭାବଶାଳୀ ପ୍ରମାଣିତ ହୋଇଛି ବୋଲି କୁହାଯାଇଛି। ଅନ୍ୟପକ୍ଷରେ ନିର୍ବାଚନ ତାରିଖ ଘୋଷଣା ହେବାର ଗୋଟିଏ ଦିନ ପୂର୍ବରୁ ହେମନ୍ତ ସୋରେନଙ୍କ ସରକାର ବଡ଼ ଚାଲ କରି ଏକ ମଇଜା ଯୋଜନା ଅଧୀନରେ ଦିଆଯାଉଥିଲା ଭତ୍ତା ବୃଦ୍ଧି କରି ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଭାଜପା ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଗଲା। ଆଉ ଭାଜପା ଗଗଦିଦି ଯୋଜନା ଘୋଷଣା କରିଦେଲା। ନମ୍ବର 6 ଯାତ୍ରୀଙ୍କୁ ଟେକିଲେ, ଟ୍ରେନ୍ରେ ଛାଡ଼ିଲେ, ଦେଖନ୍ତୁ ଯାତ୍ରୀଙ୍କୁ ଭିଡ଼ରୁ କିପରି ସାହାଯ୍ୟ କଲେ କୁଲି। ଭାରତୀୟ ଅଧିକାଂଶ ବ୍ୟକ୍ତି ରେଳଯାତ୍ରା କରିଥାନ୍ତି। ବେଳେବେଳେ ଅଧିକ ଜିନିଷ ଥିଲେ କିଛି ବ୍ୟକ୍ତି କୁଲିଙ୍କ ସହଯୋଗ ନେଇଥାନ୍ତି। ଜଣେ କୁଲି ସୁରକ୍ଷିତ ଭାବେ ଜିନିଷଗୁଡ଼ିକ ଟ୍ରେନ୍ରେ ରଖିବା ସହଯୋଗ କରିଥାଏ। ସାଧାରଣତଃ ଷ୍ଟେସନରେ ପିକ୍ ସମୟରେ ଲୋକାଲ ଟ୍ରେନ୍ରେ ଭିଡ଼ ଦେଖିବାକୁ ମିଳିଥାଏ। ସିଟ୍ ପାଇଁ ଯାତ୍ରୀମାନେ ଝଗଡ଼ା କରିବାକୁ ବି ପଛାନ୍ତି ନାହିଁ। ଏହି ଧାଁ ଧପଡ଼ ବେଳେବେଳେ ଯାତ୍ରୀ ଦୁର୍ଘଟଣାର ଶିକାର ହୋଇଥାନ୍ତି। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ଆପଣଙ୍କୁ ଚକିତ କରିବ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଭିଡ଼ିଓରେ ଦର୍ଶାଯାଇଛି କି ଟ୍ରେନ୍ ଦ୍ୱାରା ଚଢ଼ିବା ପାଇଁ ଯାତ୍ରୀ ଭିଡ଼ ଦେଖିବାକୁ ମିଳିଛି। ଏହି ସମୟରେ ଜଣେ କୁଲି ଜରୁରୀକାଳୀନ ଝରକାରୁ କିଛି ଯାତ୍ରୀଙ୍କୁ ଟ୍ରେନ୍ ଭିତରକୁ ଛାଡ଼ୁଥିଲେ। ଏହା ପରେ ତାଙ୍କ ଯାତ୍ରୀଙ୍କ ଜିନିଷ ମଧ୍ୟ ଜରୁରୀକାଳୀନ ଝରକା ଦ୍ୱାରା ଦେଇ ଭିତରେ ଠେଲୁଥିଲେ। ନମ୍ବର 7 ବଙ୍ଗୋପସାଗରରେ ଘନେଇଲା ପୁଣି ବାତ୍ୟା ଆଶଙ୍କା, ଓଡ଼ିଶାରେ ପ୍ରଭାବ ପଡ଼ିପାରେ। ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା ଘନେଇଛି। 26 ତାରିଖ ବେଳକୁ ଏଠାରେ ବାତ୍ୟା ସୃଷ୍ଟି ହୋଇପାରେ, କିନ୍ତୁ
ଓଡ଼ିଶାକୁ କୌଣସି ପ୍ରକାର ପ୍ରଭାବ ନାହିଁ। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି। ସେ କହିଛନ୍ତି ସୁମାତ୍ରା ପାଖ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଆହୁରି ଘନୀଭୂତ ହେବ। 22 ତାରିଖ ଲଘୁଚାପ ରୂପ ନେଇପାରେ। 24ରେ ଅବପାତ ପରିଣତ ହେବ। ପରବର୍ତ୍ତୀ 48 ଘଣ୍ଟା ବା 24 ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ। 29 ତାରିଖ ବେଳକୁ ଏହା ତାମିଲନାଡୁ ଉପକୂଳ ଛୁଇଁପାରେ ବୋଲି ସେ କହିଛନ୍ତି। ତେବେ ଓଡ଼ିଶା ଉପକୂଳ ଲଘୁଚାପ ପ୍ରଭାବ ପଡ଼ିବନି। 27ରୁ 30 ତାରିଖ ଭିତରେ ବାୟୁର ଦିଗ ବଦଳିବ। ନମ୍ବର 8 ଇଣ୍ଡିଆ ଭେଜ୍ ଅଷ୍ଟ୍ରେଲିଆ ଫ୍ରିରେ କେମିତି ମଜା ନେବେ ଭାରତ ଅଷ୍ଟ୍ରେଲିଆ ଟେଷ୍ଟ। ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠୁ ବୋର୍ଡର ଗାଭାସ୍କାରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ। ବିଶ୍ୱକପ୍ ଭଳି ଗୁରୁତ୍ୱ ବହନ କରୁଥିବା ଏହି ଟ୍ରଫିରେ ମୁହାଁମୁହିଁ ଏବେ ଟିମ୍ ଇଣ୍ଡିଆ ଓ କଙ୍ଗାରୁ ଦଳ। ଉଭୟ ଦଳ ମଧ୍ୟରେ ଗଟଗାଟ ଅବ ଲଢ଼େଇ ହେବାର ସମ୍ଭାବନା ରହିଛି। ଏହି 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଶୁକ୍ରବାର ଅଷ୍ଟ୍ରେଲିଆ ପର୍ଥ ସ୍ପିଚ୍ ଆପୋଷ୍ଟ ଷ୍ଟାଡିୟମରେ ଭାରତ ଅଷ୍ଟ୍ରେଲିଆ ଲଢ଼େଇ ଦେଖିବାକୁ ସାରା ବିଶ୍ୱ ଐତିହାସିକ ଭାବରେ ବୋର୍ଡର ଗାଭାସ୍କାର ଟ୍ରଫିକୁ ନିଜର କବ୍ଜାରେ ରଖିଛି ଭାରତ। 2018, 19 ଓ 2020, 2021ରେ ଟିମ୍ ଇଣ୍ଡିଆ ଘରୋଇ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁକୁ ମାଡ଼ ଦେଇ ବୋର୍ଡର ଗାଭାସ୍କାର ଟ୍ରଫି ଉପରେ ରାଜ କରିଥିଲା। ଲଗାତାର ଭାବରେ ଭାରତୀୟ ଦଳ 4 ଥର ଏହି ଟ୍ରଫି ଜିତିଛି। 2 ଥର ଘରୋଇ ମାଟିରେ ଓ 2 ଅଷ୍ଟ୍ରେଲିଆ ମାଟିରେ। ନମ୍ବର 9 ଆମେରିକାରେ ଅଭିଯୋଗ ଆଣିବାର କେଇ ମିନିଟ୍ ମଧ୍ୟରେ ବୁଡ଼ିଲା ଆଦାନୀଙ୍କ ସେୟାର। 2.24 ଲକ୍ଷ କୋଟି ଟଙ୍କାର କ୍ଷତି। ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ଲାଗିଛି କାଲି ସକାଳୁ ସକାଳୁ ଲାଗିଛି ବଡ଼ ଝଟକା। ଆମେରିକାରେ ଅଭିଯୋଗ ଆଣିଛି କି ସେ ତାଙ୍କ କମ୍ପାନୀ ନିବେଶକଙ୍କୁ ଲାଞ୍ଚ ଦେଇ ଠକିଛନ୍ତି। କଣ୍ଟ୍ରାକ୍ଟର ପାଇବା ଏବଂ ଏହାକୁ ଲୁଚାଇବା ପାଇଁ ସେ $265 ମିଲିୟନ ବା 2,234 କୋଟି ଟଙ୍କା ଲାଞ୍ଚ ଦେଇଥିବାର ଅଭିଯୋଗ ହୋଇଛି। ଏନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଘଟଣା ଆଦାନୀଙ୍କ ଗ୍ରୁପ୍ କମ୍ପାନୀ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଏବଂ ଅନ୍ୟାନ୍ୟ ଏକ ସଂସ୍ଥା ସହିତ ଜଡ଼ିତ। ଏହି ଘଟଣା ପରେ ଆଦାନୀଙ୍କ ଗ୍ରୁପ୍ ସେୟାରରେ ବହୁତ ହ୍ରାସ ଘଟିଛି। ଆଦାନୀ ଏଣ୍ଟରପ୍ରାଇଜେସ୍, ଆଦାନୀ ଗ୍ରୀନ୍ ଏନର୍ଜି ଏବଂ ଆଦାନୀ ଏନର୍ଜି ସଲ୍ୟୁସନ୍ ସେୟାରଗୁଡ଼ିକ ପ୍ରାରମ୍ଭିକ କାରବାରରେ ସମୟରେ 10ରୁ 20% ହ୍ରାସ ପାଇଛି। ଏହା ପ୍ରଭାବ ଭାରତୀୟ ଷ୍ଟକ୍ ବଜାରରେ ମଧ୍ୟ ଦେଖିବାକୁ ମିଳିଛି। ନମ୍ବର 10 ବିଜେଡିକୁ ଛାଡ଼ୁନି କି କ୍ଷମତା ନିଶା, ନେତା ଦେଖାଉଛନ୍ତି ରଙ୍ଗୀନ ସ୍ୱପ୍ନ। ବିଜେଡିକୁ ଛାଡ଼ୁନି କି କ୍ଷମତା ନିଶା, ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବାକୁ ଜଣେ ପରେ ଜଣେ ବିଜେଡି ନେତା ବୟାନ ଦେଇ କର୍ମୀଙ୍କୁ ଦେଖାଉଛନ୍ତି ରଙ୍ଗୀନ ସ୍ୱପ୍ନ। ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ, ବିଜେଡି ନେତା ମୁନ୍ନା ଖାନ୍ ଓ ଅତୁର ସବ୍ୟସାଚୀ ନାୟକଙ୍କ ପରେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ପୂର୍ବତନ କବିସୂର୍ଯ୍ୟନଗର ବିଧାୟିକା ଲଳିତା ପ୍ରଧାନ। ମଙ୍ଗଳବାର କବିସୂର୍ଯ୍ୟନଗର କାଳିମେଘୀ ଗାଁ ନିକଟରେ ଏକ ସଭାରେ ଲଳିତା କହିଛନ୍ତି ଖୁବ୍ ଶୀଘ୍ର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ସମସ୍ତ ଏକାଠି ହୋଇ ନବୀନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବାକୁ ବିଜେଡି କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଲଳିତା। ସେ କହିଛନ୍ତି ଆଗାମୀ ଦିନରେ ପୁଣି ଥରେ ଲଢ଼େଇ ହେବ, ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା। ଏନେଇ କହିଛନ୍ତି ଲଳିତା। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଚ୍ୟାନେଲକୁ ଯଦି ଆପଣମାନେ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସିଥିବା ବେଲ୍ ଆଇକନ୍କୁ ଅଲ୍ରେ ସିଲେକ୍ଟ କରିନିଅନ୍ତୁ।